ଠାକୁରେ ସମସ୍ତଙ୍କର ମଙ୍ଗଳ ଜମା ଭଲ ନାହିଁ, ଜମା ଭଲ ନାହିଁ। ମଞ୍ଚ ଛାଡିଲା ପରେ କଳାକାର ଆଉ କଣ ଭଲ ଥାଏ? ମଞ୍ଚ ହଉଛି ତାର ଭଲ। ପ୍ରେମିକାକୁ ଛାଡିଲା ପରେ ପ୍ରେମିକ ଯେମିତି ହୁଏ, ବାର୍ଦ୍ଧକ୍ୟ ଅବସ୍ଥାରେ ବୁଢୀ ଛାଡିଗଲା ପରେ ବୁଢାର ଅବସ୍ଥା ଯାହା ହୁଏ, ଗୋଟେ କଳାକାରଠୁ ମଞ୍ଚ ଛାଡିଗଲା ପରେ କଳାକାରର ଅବସ୍ଥା ସେଇଆ ଜୟ ହୁଏ। ଜଗନ୍ନାଥ, ଜୟ ଜଗନ୍ନାଥ। ସେଇଥିପାଇଁ ତ ତମେ ଦାମ ପଣ୍ଡା, ତମେ ଯାଇନ, ଦର୍ଶକଙ୍କ ହୃଦୟରେ ଏବେ ବି ଅଛ। ମୁଁ ଯୋଉଠି ଯାଏ, ଯୋଉ ଅନୁଷ୍ଠାନକୁ ଯାଏ, ଦାମ ପଣ୍ଡାର ଆଲୋଚନା ହେଇଗଲ। ଆଜି ସକାଳେ ଆମର ଗୋଟେ ଦୁଇ ବନ୍ଧୁ ମିଳନ, ଆଜି ଇଏ ହଉଛନ୍ତି ଆମର ଗଣେଇ ମହାଶୟ। ଏଇଟା ଗୋଟେ ଭିଡିଓ ଗୋଟେ କରୁଛି, ଦେଖିକି ପଠେଇବା। ଏମିତି ପୁରା ଭିଡିଓଟା, ଏଇ ଭିଡିଓ ହଉଛି, ରେକର୍ଡିଂ ହଉଛି। ଆଉ ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ଆଉ ଟିକେ ମର୍ଣ୍ଣିଂ ୱାକରେ ଆସି ଆମେ ସବୁଦିନ ଯେତେ ଦିନ ରହେ ଛୁଟିରେ ସକାଳେ ଚାଲି ଚାଲିକି ଆସେ। ଆଉ ଏଇଠି ବସି ସକାଳେ ଦୁଃଖ ସୁଖ ହଉଛି ଦୁଇ ବନ୍ଧୁ। ଆଉ ସବୁବେଳେ ତ ମୋ ଭାଇର ଦେହ ସବୁବେଳେ ଖରାପ ହଉଛି। ମୁଁ ନେଇ ଆଖଣ୍ଡଳମଣି, ପୁଣି ହନୁମାନଙ୍କର ପ୍ରତିଷ୍ଠା ରହିବନି, କିଛି ଦୁଃଖ ପଳେଇଯିବ। ତେଣୁ ମନକୁ ଦୃଢ଼ କର, ପ୍ରଭୁଙ୍କୁ ଡାକ, କର୍ମ କର, ସେଇ ସବୁ ପାରି କରିବ। ସେଇ ଆଉ କଣ କରିବା, ଏମିତି କଥା ହଉଛୁ। ଆଉ ଦାମବାବୁ ଆଜି କଣ କୁହନ୍ତୁ ତ କଥା ଏମିତି। ଆଜ୍ଞା ସମସ୍ତେ ଭଲରେ ଥାଆନ୍ତୁ, ମୁଁ ଭଲରେ ଅଛି ଆଜ୍ଞା। ଠାକୁରେ ସମସ୍ତଙ୍କର ମଙ୍ଗଳ ଜମା ଭଲ ନାହିଁ, ଜମା ଭଲ ନାହିଁ। ମଞ୍ଚ ଛାଡିଲା ପରେ କଳାକାର ଆଉ କଣ ଭଲ ଥାଏ? ମଞ୍ଚ ହଉଛି ତାର ଭଲ। ପ୍ରେମିକାକୁ ଛାଡିଲା ପରେ ପ୍ରେମିକ ଯେମିତି ହୁଏ, ବାର୍ଦ୍ଧକ୍ୟ ଅବସ୍ଥାରେ ବୁଢୀ ଛାଡିଗଲା ପରେ ବୁଢାର ଅବସ୍ଥା ଯାହା ହୁଏ, ଗୋଟେ କଳାକାରଠୁ ମଞ୍ଚ ଛାଡିଗଲା ପରେ କଳାକାରର ଅବସ୍ଥା ସେଇଆ ଜୟ ହୁଏ। ଜଗନ୍ନାଥ, ଜୟ ଜଗନ୍ନାଥ। ସେଇଥିପାଇଁ ତ ତମେ ଦାମ ପଣ୍ଡା, ତମେ ଯାଇନ, ଦର୍ଶକଙ୍କ ହୃଦୟରେ ଏବେ ବି ଅଛ। ମୁଁ ଯୋଉଠି ଯାଏ, ଯୋଉ ଅନୁଷ୍ଠାନକୁ ଯାଏ, ଦାମ ପଣ୍ଡାର ଆଲୋଚନା ନିଶ୍ଚିତ ଅଛି। ଯାହା ତ ହଉଛି ସବୁ ଈଶ୍ୱରଙ୍କ ଇଚ୍ଛାରେ ହଉଛି। ତମକୁ ଏତେ ଶୀଘ୍ର ମଞ୍ଚ ଛାଡ଼ିଦେବ ବୋଲି, କିନ୍ତୁ ମନୋବୃତ୍ତି ବି ଏବେ ବି ଅଛି। ସେଇ ମନୋବୃତ୍ତି ଅଛି ଆଜ୍ଞା, ଏବେ ବି ମୁଁ ମଞ୍ଚ ଉପରେ ତିନିଟା ରେପ୍ କରିଦେଇ ପାରିବି, କିନ୍ତୁ ମନେ ତ ଶରୀର ତ ଆଲାଉ କରୁନି ଆଜ୍ଞା। କଣ କରିବା? ଏବେ ବି ପ୍ରୋଗ୍ରାମରେ ଯାଇକି ଯୋଉ ଡାଇଲଗ, ଯୋଉ ଭଏସରେ ଡାଇଲଗ ଶୁଣିଲେ ବି ମୁଁ କାହିଁ। କାଲି ଗୋଟେ ଯାଇଥିଲି ଆଜ୍ଞା, ଗୋଟେ ଯୋଉ ପାଖକୁ ଡାକିକି କୁଣ୍ଢେଇ ଡାଇଲଗ କହିଲି। କଣ ଡାଇଲଗଟା ଥିଲା ଗୋଟେ? ସେ ଆକାଶବାଣୀ କଟକର ନାଟକର ଡାଇଲଗ ଥିଲା, ଏବେ ଆଉ କହି ହବନି। ଟିକେ ପଦେ ହଉ ଦେହ ଏକଦମ ଭାରି ଅସୁସ୍ଥ। ଖୋଲୁନି। ଚୁପ ଚୁପ ଗୋଟେ କହିଦେ, ସକାଳ ଭିଡିଓଟା କେବେ ହେଇନଥିଲା, ଆଜି ଗୋଟେ ଫାଷ୍ଟ ଭିଡିଓ ଛାଡିଦବା। ପୋଲିସ ଟା ପଚାରୁଛି, ହଉ କିଏ ଦେବେ? ଏଠୁ ମୁଁ କହୁଛି, ଆଜ୍ଞା ମୁଁ, ଆପଣ ଜାଣିନାହାନ୍ତି 17 ବର୍ଷ ବୟସରେ ମୋର ପ୍ରମୋସନ ହେଇଥିଲା। ମୋ ମା ମାଛ ପ୍ରିୟ ଥିଲା ଆଜ୍ଞା, ତେଣୁ ମୋ ନାଁ ଟା ମୋ ମା ଦେଇଥିଲା ମାଛ ରଙ୍କା। ଆଉ 17 ବର୍ଷ ବୟସରେ ମୋ ସେଟା ଏମ ରୁ ଏନ ହେଇଗଲା ଆଜ୍ଞା, ଏକାଥରେ ଡାଇରେକ୍ଟ ପ୍ରମୋସନ। କହିବି ଆଜ୍ଞା, ରାଗିବେନି ସାର୍, କଳାକାର ଲୋକ ଆପଣ କାହିଁକି ଏମିତି ମୋ ଉପରେ ରାଗୁଛନ୍ତି, ବାରମ୍ବାର ଥାନାକୁ ଡାକୁଛନ୍ତି। ମୋ ନାଁ ଟା ଆଜ୍ଞା ନାରୀ ରଙ୍କା, ମାଛ ରଙ୍କାରୁ ମୁଁ ହେଲି ନାରୀ ରଙ୍କା। ମୁଁ ଆଜ୍ଞା ଭାରି ନାରୀ ରଙ୍କା। ଆପଣ ମାରୁନାହାନ୍ତି, ପିଟୁନାହାନ୍ତି, ଜେଲ ପଠଉନାହାନ୍ତି, ମୁଁ ଆସିବି ପୁଣି ସେଇ କାମ ହିଁ କରିମି ଆଜ୍ଞା। ରହୁଛି ଆଜ୍ଞା, ନମସ୍କାର, ଜୟ ଜଗନ୍ନାଥ। ସେଇଥିପାଇଁ ତ ତମେ ଦାମ ପଣ୍ଡା, ଦାମ ପଣ୍ଡା। ତମେ ସୁସ୍ଥ ରୁହ, ପ୍ରଭୁଙ୍କ ପାଖରେ ପ୍ରାର୍ଥନା କରୁଛି, ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରୁଛି। ମଣିଷ ସୁସ୍ଥ ରହିଲେ ସବୁ ସୁସ୍ଥ, ଶରୀର ସୁସ୍ଥ ରହିଲେ ମନ ସୁସ୍ଥ। ଜଗନ୍ନାଥ କରନ୍ତୁ, ବାବା ହନୁମାନ କରନ୍ତୁ, ସୁସ୍ଥ ରହୁ। ଆଉ ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ଏଇଟା ପଠେ